ନମସ୍କାର ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଆଜିର 20ଟି ଅନୁଚିନ୍ତା ବିଷୟରେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ନମ୍ବର 1, କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ରାଶି ତେଲରେ ମାସ ସାରା ଯଦି ଠାକୁର ଘରେ ଦୀପଟିଏ ଜାଳନ୍ତି ତାହେଲେ ଅତୁଳ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ। ନମ୍ବର 2, ସ୍ୱାମୀ ଏବଂ ସ୍ତ୍ରୀ ଏକତ୍ର ଭୋଜନ କରିବା ସମୟରେ ସ୍ୱାମୀର ବାମ ପଟରେ ସ୍ତ୍ରୀ ବସି ଭୋଜନ କରିବେ ଏବଂ ଶୟନ କଲାବେଳେ ସ୍ୱାମୀର ବାମ ପଟରେ ସ୍ତ୍ରୀ ଶୋଇବେ। କାରଣ ଶିବ ଶଙ୍କର ହୋଇଥିଲେ ଅର୍ଦ୍ଧନାରୀଶ୍ୱର, ତେଣୁ ଶିବ ଶଙ୍କରଙ୍କର ବାମ ଅଙ୍ଗ ହେଉଛନ୍ତି ମା ପାର୍ବତୀ। ତେଣୁ ସ୍ୱାମୀଙ୍କର ବାମ ପଟରେ ସ୍ତ୍ରୀ ସବୁବେଳେ ରହିବା ଉଚିତ। ଏହାଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢ଼ିଥାଏ। ନମ୍ବର 3, ଆପଣଙ୍କର ମନି ପର୍ସରେ କିମ୍ବା ଡାଏରୀରେ ଛୋଟ ହେଉ କିମ୍ବା ବଡ଼ ହେଉ ଖଣ୍ଡିଏ ମୟୂର ପୁଚ୍ଛ ରଖନ୍ତୁ। ଏହାଦ୍ୱାରା ନିଶ୍ଚିତ ଭଲ ଫଳ ମିଳିଥାଏ ଏବଂ ମୟୂର ପୁଚ୍ଛ ଠାକୁର ଘରେ ନିହାତି ରଖିବା ଆବଶ୍ୟକ। ଏହାଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ନମ୍ବର 4, ଅଷ୍ଟମୀ ତିଥିରେ ନଡ଼ିଆ କାହାକୁ ଖାଇବାକୁ ଦିଅନ୍ତୁ ନାହିଁ ଏବଂ ଛୁଆମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ। ଅଷ୍ଟମୀ ତିଥିରେ ନଡ଼ିଆ ଖାଇଲେ ମୂର୍ଖ ହୁଅନ୍ତି ଏବଂ ତୃତୀୟା ତିଥିରେ ଯଦି ପୋଟଳ ଖାଆନ୍ତି ତେବେ ମୂର୍ଖ ହୁଅନ୍ତି, ତା ସହିତ ରୋଗଗ୍ରସ୍ତ ମଧ୍ୟ ହୁଅନ୍ତି। ନମ୍ବର 5, ଆପଣମାନେ ସବୁବେଳେ ମନେ ରଖିଥିବେ ସୂର୍ଯ୍ୟ ଉଦୟ ପରେ ହିଁ ତୁଳସୀ ପତ୍ର ତୋଳନ୍ତୁ, ନଚେତ୍ ବହୁତ କ୍ଷତି ହୋଇଥାଏ। ଏବଂ କ୍ଷୀରରେ ତୁଳସୀ ପତ୍ର ପକାନ୍ତୁ ନାହିଁ, ତା ସହିତ କ୍ଷୀର ସହିତ କେବେ ତୁଳସୀ ପତ୍ର ଖାଆନ୍ତୁ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ନମ୍ବର 6, ସୁନା ଯଦି ଆପଣ ଘରେ ରଖୁଛନ୍ତି ତାହେଲେ ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ରଖିଲେ ଅତ୍ୟନ୍ତ ଶୁଭ, ତା ସହିତ ଶୁଭ ଫଳ ମଧ୍ୟ ମିଳିଥାଏ। ନମ୍ବର 7, ସକାଳୁ ଘର ଝାଡ଼ୁ ନ ହେବା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ। ସକାଳୁ ବାସି କାମ ସାରି ଖାଇବା ଉଚିତ। ଏହାଦ୍ୱାରା ଘରର ମଙ୍ଗଳ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହିତକାରୀ ମଧ୍ୟ ହୋଇଥାଏ। ନମ୍ବର 8, ନାରୀ ଋତୁମତୀ ହେବାର ଚତୁର୍ଥ ଦିନ, ଷଷ୍ଠ ଦିନ, ଅଷ୍ଟମ ଦିନ, ଦଶମ ଦିନ ଏବଂ 12 ଦିନରେ ଯଦି ସ୍ୱାମୀ ସ୍ତ୍ରୀଙ୍କର ମିଳନ ହୁଏ କିମ୍ବା ସ୍ତ୍ରୀର ଗର୍ଭ ରହେ ତାହେଲେ ସେହି ଗର୍ଭରେ ନିଶ୍ଚିତ ପୁତ୍ର ସନ୍ତାନ ହିଁ ଜନ୍ମ ହୋଇଥାଏ। ନମ୍ବର 9, ସ୍ତ୍ରୀ ଲୋକମାନେ ରାତିରେ ଶୋଇବା ବେଳେ ଚୁଟି ଖୋଲା ରଖନ୍ତୁ ନାହିଁ ଏବଂ ତା ସହିତ ସବୁ ବାସନ ରାତିରେ ମାଜନ୍ତୁ। ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ, ଏହାଦ୍ୱାରା ଲକ୍ଷ୍ମୀ ଛଡ଼ା ଦୋଷ ଲାଗିଥାଏ। ନମ୍ବର 10, ପୁରୁଷର ଡାହାଣ ହାତ ପାପୁଲି ଏବଂ ନାରୀର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଅଳ୍ପ ଦିନ ମଧ୍ୟରେ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 11, ଅମାବାସ୍ୟା ପରଦିନ ପ୍ରତିପଦ, ପ୍ରତିପଦ ପରଦିନ ହେଉଛି ଦ୍ୱିତୀୟା। ଏହି ଦିନରେ ଦ୍ୱିତୀୟା ଚନ୍ଦ୍ର ଆକାଶର ପଶ୍ଚିମ ପଟରେ ସନ୍ଧ୍ୟା 5ଟାରୁ 7ଟା ଭିତରେ ଅଳ୍ପ ସମୟ ପାଇଁ ଆସନ୍ତି। ଯଦି ଆପଣ ଏହି ସାଥେ ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରି ଯାହା ମନସ୍କାମନା ମାଗନ୍ତି ନିଶ୍ଚୟ ପୂରଣ ହେବ ଏବଂ ଆପଣଙ୍କ ପାଇଁ ନିଶ୍ଚୟ ମଙ୍ଗଳ ହେବ। ନମ୍ବର 12, ସୋରିଷ ତେଲରେ ସିନ୍ଦୁର ଗଳାଇ ମୁଖ୍ୟ ଦ୍ୱାରରେ ଟୋପାଟିଏ ଲଗାଇଲେ ସେ ଲୋକ ଗରିବ ଥିଲେ ମଧ୍ୟ ଧନ ବୃଦ୍ଧି ହୋଇଥାଏ। ନମ୍ବର 13, ଯଦି ହାତରୁ ଲୁଣ ତଳେ ପଡ଼ିଯାଏ ତାହେଲେ ବହୁତ ଅଶୁଭ ହୋଇଥାଏ। ନମ୍ବର 14, ଘରର ଦ୍ୱାର ମୁହଁରେ ବସାଇଥିବା କଳସରେ ପାଣି ପୂର୍ଣ୍ଣ କରନ୍ତୁ। ସେଥିରେ 1 ଟୋପା କ୍ଷୀର ଏବଂ ଗୋଟିଏ ଧାନ ପକାନ୍ତୁ। ଆପଣ ଯେତେବେଳେ ଘରୁ ବାହାରି ବାହାରକୁ ଯାଉଛନ୍ତି ଯଦି ସେହି କଳସକୁ ମୁଣ୍ଡିଆ ମାରି ବାହାରକୁ ଯାଆନ୍ତି ତାହେଲେ ବକେୟା ଅର୍ଥ ଆପଣଙ୍କୁ ମିଳିବ। ଯେଉଁ ଅର୍ଥ ମିଳୁନଥିବ ସେହି ଅର୍ଥ ଅତି ଶୀଘ୍ର ମିଳିଯିବ।
ନମ୍ବର 15 ପ୍ରତି ସୋମବାର ଦିନ ପିମ୍ପୁଡ଼ି ଗାତରେ ଅଟା, ଚିନି ଏବଂ ଅରୁଆ ଚାଉଳ ଦେଲେ ଶୁଭ ଫଳ ମିଳିଥାଏ। ତା ସହିତ କେତୋଟି ସୋମବାର ଏପରି କରିବା ଦ୍ୱାରା ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ନମ୍ବର 16 ପ୍ରତିଦିନ ସକାଳୁ ଉଠିବା ପରେ ବିଛଣାକୁ ଅସଜଡ଼ା ରଖନ୍ତୁ ନାହିଁ। ଅସଜଡ଼ା ରଖିବା ଦ୍ୱାରା ଘର ଉପରେ ଶନି ରାହୁଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ। ନମ୍ବର 17 କିନ୍ନରମାନଙ୍କୁ କେବେ ଥଟ୍ଟା ପରିହାସ କରନ୍ତୁ ନାହିଁ। ଆପଣଙ୍କ ଘରେ ଯଦି କୌଣସି ମେଳା ମହୋତ୍ସବରେ କିନ୍ନରମାନେ ପହଞ୍ଚି ଯାଆନ୍ତି ତାହେଲେ ଶୁଭ ଦୁଇଗୁଣା ହୋଇଥାଏ। ଯେକୌଣସି ବୁଧବାର ଦିନ ଯଦି କିନ୍ନରମାନଙ୍କୁ କିଛି ଦାନ ଦିଆଯାଏ ତାହେଲେ 4 ଗୁଣା ଅଧିକ ଶୁଭ ଫଳ ମିଳିଥାଏ ଏବଂ ଧନହାନି କେବେ ବି ହୁଏ ନାହିଁ। ନମ୍ବର 18 ସୂର୍ଯ୍ୟ ଉଦୟ ସମୟରେ ଯଦି କାଉ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ବସି ରାବିଥାଏ ତାହେଲେ ବହୁତ ଶୁଭ ଫଳ ବା ଶୁଭ ସମ୍ବାଦ ପ୍ରାପ୍ତ ହୋଇଥାଏ। କିନ୍ତୁ ଉତ୍ତର କିମ୍ବା ଦକ୍ଷିଣ ଦିଗରେ ସୂର୍ଯ୍ୟ ଉଦୟ ସମୟରେ ଯଦି କାଉ ରାବେ ସେଦିନ କିଛି କ୍ଷତି ହେବ କିମ୍ବା ଅଶୁଭ ସମ୍ବାଦ ମିଳିଥାଏ। ନମ୍ବର 19 ବିବାହ ପରେ ଝିଅ ବିଦା ହେବା ସମୟରେ ଯେତେବେଳେ ଝିଅ ଶାଶୁଘର ଯିବ ସେତେବେଳେ ଗୋଟିଏ ପିତ୍ତଳ ଢାଳରେ କିଛି ହଳଦୀ ପାଣି ନିଅନ୍ତୁ ଏବଂ ସେହି ଜଳପୂର୍ଣ୍ଣ ଢାଳଟିକୁ ଝିଅ ମୁଣ୍ଡ ଚାରିପଟେ 3 ଥର ବୁଲାଇ ଦିଅନ୍ତୁ ଏବଂ ସେହି ହଳଦୀ ପାଣିରୁ ଟିକେ ନିଜ ଘରକୁ ଛାଟି ଦିଅନ୍ତୁ। ତା ସହିତ ଆଉ ଟିକେ ହଳଦୀ ପାଣି ଝିଅ ଉପରକୁ ଛାଟି ଦିଅନ୍ତୁ। ଏପରି କରିବା ଦ୍ୱାରା ଝିଅ ତା ଶାଶୁଘରେ ସୁଖ ଶାନ୍ତିରେ ରହିଥାଏ। ନମ୍ବର 20 ଦୀପ ଜାଳିଲା ସମୟରେ ଦୀପରୁ ଆଉ ଗୋଟିଏ ଦୀପକୁ ଲଗାଇବେ ନାହିଁ ଏବଂ ଦୀପରୁ ଧୂପକାଠି ଲଗାନ୍ତୁ ନାହିଁ। ମନେ ରଖନ୍ତୁ ଗୋଟିଏ ଦୀପ ଜଳୁଛି ଆଉ ଗୋଟିଏ ଦୀପ ଜାଳିଲେ ଦିଆସିଲି କାଠି ମାରି ଜଳାନ୍ତୁ କିନ୍ତୁ ଦୀପରୁ ଦୀପ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରର ଅମଙ୍ଗଳ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।